ଆପଣ ଦେଖୁଥିବେ ଓଭର ଥିଙ୍କିଂ ବହୁ ଜଣଙ୍କର ବଢ଼ି ଯାଇଛି। ଆଜି ତା ବିଷୟରେ ଆମେ ଜାଣିବା। ମୁଁ ସଚିଦାନନ୍ଦ ନାଥ, କନସଲଟାଣ୍ଟ ସାଇକୋଲୋଜିଷ୍ଟ। ଦେଖନ୍ତୁ, ଓଭର ଥିଙ୍କିଂ ଆଜି ସୋସାଇଟିରେ ବହୁତ ବଢ଼ିଯାଇଛି। ପ୍ରତି 2-3 ଜଣଙ୍କୁ ଆପଣ ପଚାରିଲେ କହିବେ ନା ମୋର ଓଭର ଥିଙ୍କିଂ ଇସ୍ୟୁ ଅଛି। ଅତ୍ୟଧିକ ଭାବିବା, ଗୋଟେ ଜିନିଷକୁ ନେଇକି ଅତ୍ୟଧିକ ଭାବିବାକୁ ଆମେ ଓଭର ଥିଙ୍କିଂ କହିଥାଉ। ତ ଓଭର ଥିଙ୍କିଂ କ'ଣ ପାଇଁ ଆସେ? ଦେଖନ୍ତୁ, ଆମେ ବହୁତ ସମୟ କିଛି ରେସନାଲାଇଜ୍ ଥଟ୍ କରୁ, କିଛି ଇରେସନାଲାଇଜ୍ ଥଟ୍ କରୁ। ରେସନାଲାଇଜ୍ ମାନେ କ'ଣ? ଯେଉଁ ବିଚାରଟାର ବାସ୍ତବତା ଥାଏ, ଯୁକ୍ତିଯୁକ୍ତ ଥାଏ। ଆଉ କିଛି ଥଟ୍ ଆମର ଥାଏ, କିଛି ବିଚାର ଏମିତି ଥାଏ ଯେଉଁଟା ଇରେସନାଲ୍ ଥାଏ, ଯୁକ୍ତିଯୁକ୍ତ ନଥାଏ। ମନେକର ଯେଉଁ ଆପଣ ଭାବିବେ ମୁଁ ସୂର୍ଯ୍ୟରେ ଘର କରିବି, ଏଇଟା ଗୋଟେ ଇରେସନାଲ୍ ଥଟ୍। କୌଣସି ଜିନିଷକୁ ନେଇକି ଅତ୍ୟଧିକ ମଲ୍ଟିପୁଲ୍ ଲେଙ୍ଗରେ ଭାବିବା, ତାକୁ ବହୁତ କ'ଣ ହେଇଯିବ କି କେମିତି ହେଇଯିବ, ଏଇଟା ବି ଓଭର ଥିଙ୍କିଂ। ଯେମିତି ଆପଣ ଆଜି ଜଣଙ୍କ ସହିତ ଦେଖା ହେଲେ, ସେ ଆପଣ କିଛି ୱିଶ୍ କଲେନି, ଆପଣ ଅତ୍ୟଧିକ ଭାବିଦେବେ ଯେ ମୋତେ ସେ ଇଗ୍ନୋର କଲା କି, ମୋତେ କିଛି ରାଗିଛି କି, ମୁଁ କିଛି ଖରାପ କରିଦେଲି କି। କିନ୍ତୁ ପ୍ରକୃତିରେ ସେ କାରଣ ନଥିବ, ସେ ଦେଖିପାରିନଥିବେ ଏବଂ ସେ କ୍ରସ୍ କରିଯାଇଥିବେ। ସେମିତି ବହୁତ ଜିନିଷକୁ ନେଇକି ଜଣେ ଫୋନ୍ କଲ୍ ରିସିଭ୍ କଲେନି, ଆମେ ଭାବିଦେଉ ବହୁତ ସମୟରେ କ'ଣ ଭାବି ଦିଅନ୍ତି ନା ସେ କ'ଣ ହେଇଗଲା କି, ତାର କିଛି ଅସୁବିଧା ହେଇଗଲା କି, କିଛି ଆକ୍ସିଡେଣ୍ଟ ହେଇଗଲା କି, ମୋ ଫୋନ୍ କାହିଁ ରିସିଭ୍ କରୁନି, ମୋତେ ଖରାପ ଭାବିଲା କି। କିନ୍ତୁ ପ୍ରକୃତ ରିଜନ୍ କ'ଣ ହେଇପାରେ ନା କିଛି ମିଟିଂରେ ସେ ବ୍ୟସ୍ତ ଥିବେ, କୌଣସି କାମରେ ସେ ବ୍ୟସ୍ତ ଥିବେ, ଫୋନ୍ ରିସିଭ୍ କରିନଥିବେ। ତ ଓଭର ଥିଙ୍କିଂ ମାନେ କ'ଣ ନା କୌଣସି ଜିନିଷର ବାସ୍ତବତାକୁ ନ ଦେଖିକି ଅବାସ୍ତବ ଚିନ୍ତାଧାରା କରିବାକୁ ଆମେ ଓଭର ଥିଙ୍କିଂ କହିଥାଉ। ତ ଓଭର ଥିଙ୍କିଂକୁ କମାଯାଇପାରିବ।